ଲକ୍ଷ୍ମୀମନ୍ତ ନାରୀଙ୍କୁ କିପରି ଚିହ୍ନିବେ? ଲକ୍ଷ୍ମୀମନ୍ତ ନାରୀର ଲକ୍ଷଣ ଗୁଡ଼ିକ କ'ଣ କ'ଣ? ଲକ୍ଷ୍ମୀମନ୍ତ ନାରୀ ଚିହ୍ନିବେ କିପରି? କେଉଁ ଗୁଣ ଥିଲେ ଜାଣିବେ ଯେ ଏହି ନାରୀଟି ଲକ୍ଷ୍ମୀ ସ୍ୱରୂପା? ଭାଗ୍ୟଶାଳୀ ନାରୀର ଲକ୍ଷଣ ଗୁଡ଼ିକ କ'ଣ କ'ଣ? ଲକ୍ଷ୍ମୀମନ୍ତ ବୋହୂଟେ ପାଇବେ କିପରି? କେଉଁ ସବୁ ଲକ୍ଷଣ ଥିଲେ ଝିଅକୁ ଆପଣ ବୋହୂ କରିନେବାକୁ ଚାହୁଁଛନ୍ତି? ତେବେ ଚାଲନ୍ତୁ ଜାଣିବା ଏହି ଭିଡିଓରୁ। ଯଦି ଏତେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତେବେ ଡେରି ନ କରି ଭକ୍ତିଭରା ହୃଦୟରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ସବସ୍କ୍ରାଇବଟିଏ କରିଦିଅନ୍ତୁ। ବନ୍ଧୁଗଣ, ଯେଉଁ ସ୍ତ୍ରୀ ସ୍ୱାମୀଙ୍କୁ ସମ୍ମାନ ଦିଏ, ସ୍ୱାମୀଙ୍କୁ ପୂଜା କରେ, ସେ ହେଉଛି ପ୍ରକୃତରେ ଲକ୍ଷ୍ମୀ ସ୍ୱରୂପା ନାରୀ, ପତିବ୍ରତା ସ୍ତ୍ରୀ। ଯେମିତି ଯେଉଁ ମହିଳାମାନଙ୍କର ନାକର ଅଗ୍ରଭାଗରେ କଳା ଯାଇଥାଏ, ସେହି ମହିଳାମାନେ ସୌଭାଗ୍ୟବତୀ ହୋଇଥାନ୍ତି। ଯାହାର କପାଳରେ କଳା ଯାଇ ରହିଛି ସେମାନେ ଅତ୍ୟନ୍ତ ଧନବାନ ଓ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ତାହା ସହିତ ଯଶ, କୀର୍ତ୍ତି ଓ ସେମାନଙ୍କର ସମାଜରେ ପ୍ରତିଷ୍ଠା ବଢ଼ିଥାଏ। ଯେଉଁ ମହିଳାମାନଙ୍କର ନାକ ଚେପ୍ଟା ହୋଇଥାଏ ସେମାନେ ବିଦ୍ୟାବତୀ ଓ ଗୁଣବତୀ ହୋଇଥାନ୍ତି। ଯେଉଁମାନଙ୍କର ଚାଲି ହାତୀ ପରି ଅର୍ଥାତ୍ ଗଜଗାମିନୀ ଚାଲି ହୋଇଥାନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି। ଯେଉଁ ନାରୀମାନଙ୍କର ପାଦରେ ଅନାମିକା ଆଙ୍ଗୁଳି ନଥିବ ସେମାନେ କଳିହୁଡ଼ି ସ୍ୱଭାବର ହୋଇଥାନ୍ତି। ସେମାନେ କେବେ ବି ସ୍ୱାମୀଙ୍କ କଥାରେ ଏକମତ ହୋଇନଥାନ୍ତି। ସେମାନେ ସର୍ବଦା ନିଜ କଥାରେ ବାଟ ଚାଲିଥାନ୍ତି। ଯେଉଁ ମହିଳାମାନଙ୍କର ପାଦର ମଧ୍ୟମା ଆଙ୍ଗୁଳି ଭୂମିରେ ଲାଗୁନଥିବ ସେମାନେ ଏକରୁ ଅଧିକ ସ୍ୱାମୀ ବାହା ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ପାଦ ଚିକଣିଆ ଓ ନଖ ତମ୍ବାଳିଆ ରଙ୍ଗର ହୋଇଥାଏ, ତଳିପାଦରେ ମାଛ, ଅଙ୍କୁଶ, ଚକ୍ର ଚିହ୍ନ ଥାଏ, ସେହି ନାରୀ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପା ହୋଇଥାଏ। ଯେଉଁ ନାରୀର କାନି ଆଙ୍ଗୁଳି ଭୂମିରେ ଲାଗୁନି, ତେବେ ପ୍ରାୟ ସମୟରେ ସେମାନେ ବୈଧବ୍ୟ ଦଶା ଭୋଗ କରନ୍ତି। ଯଦି ସେମାନେ ପୁନର୍ବାର ବିବାହ କରନ୍ତି ତେବେ ଆଉଥରେ ମଧ୍ୟ ବୈଧବ୍ୟ ଦଶା ଭୋଗ କରିବାକୁ ପଡ଼ିଥାଏ। ସଂସାର ନଷ୍ଟ ହୋଇଯାଇଥାଏ ସେମାନଙ୍କର। ଯେଉଁ ମହିଳାମାନଙ୍କର ପାଦ ଓ ଗୋଇଠି ଅଳ୍ପ ଉଚ୍ଚା ହୋଇଥିବ, ପାଦ ତଳେ ଚକ୍ର, ଲଙ୍ଗଳ, ମାଛ କିମ୍ବା ପଦ୍ମ ଚିହ୍ନ ଥିବ, ସେହି ପ୍ରକାରର ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ଓ ରାଜସୁଖ ମଧ୍ୟ ଭୋଗ କରିଥାନ୍ତି। ଯେଉଁ ମହିଳାମାନଙ୍କର ମଥା ଲୋମଯୁକ୍ତ ଅର୍ଥାତ୍ ମଥାରେ ଶିର ଦେଖାଯାଉଥାଏ ସେମାନେ ଦିନ ଦୁଃଖିନୀ ହୋଇଥାନ୍ତି। କାହିଁକି ନା ସେମାନେ ସର୍ବଦା ରୋଗରେ ଗ୍ରସିତ ହୋଇଥାନ୍ତି, ଆଜୀବନ ରୋଗିଣୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର କେଶ କୁଞ୍ଚୁକୁଞ୍ଚିଆ, ସୁନ୍ଦର ଓ ସୂକ୍ଷ୍ମ ହୋଇଥାଏ ସେହି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ଯେଉଁ ମହିଳାମାନଙ୍କର କେଶ ଘନ ହୋଇଥାଏ, କଳା କୁଞ୍ଚୁକୁଞ୍ଚିଆ ହୋଇଥାଏ, ସେମାନେ ଜୀବନରେ ବହୁ ସୁଖ ଅର୍ଜନ କରିଥାନ୍ତି। ଯେଉଁ ନାରୀମାନଙ୍କର କେଶ ଛୋଟ ଓ ସୁନ୍ଦର ହୋଇଥାଏ ସେମାନେ ହେଉଛନ୍ତି ରାଜକନ୍ୟା। ଯେଉଁ ମହିଳାମାନଙ୍କର କେଶ ଲମ୍ବା ଓ ଚିକ୍କଣ ହୋଇଥାଏ ସେମାନେ ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହିଭଳି ନାରୀକୁ ଯଦି ଆପଣମାନେ ବିବାହ କରିବେ ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଯିବେ। ସେହିଭଳି ଯେଉଁ ନାରୀମାନେ ଟିକେ ଟିକେ କଥାରେ ଠୋ ଠୋ କରି ହସନ୍ତି, ଅଯଥାରେ ହସନ୍ତି, ସେହି ନାରୀମାନଙ୍କର ଚରିତ୍ର ଆଦୌ ଭଲ ନୁହେଁ। ଶାସ୍ତ୍ରରେ କୁହାଯାଇଛି, ଯେଉଁ ନାରୀ ହସିଲା ବେଳେ ସେମାନଙ୍କ ଶରୀର ଥରୁଥିବ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ସେହିଭଳି ଯେଉଁ ନାରୀ ହସିଲେ ବା ହସିଲା ବେଳେ ଦାନ୍ତ ଦେଖାଯାଉନଥିବ ସେହି ନାରୀମାନେ ବହୁତ ସୁଖୀ। ସେମାନଙ୍କର ଚରିତ୍ର ବହୁତ ସୁନ୍ଦର। ସେମାନଙ୍କର ମନ ବହୁତ ସୁନ୍ଦର ହୋଇଥାଏ। ଯେଉଁ ମହିଳାମାନେ ଗୋଟିଏ ସରଳ ରେଖାରେ ସିନ୍ଦୂର ଲଗାଇଥାନ୍ତି ସେମାନେ ଅହିଶୁ ଲକ୍ଷଣୀ ହୋଇଥାନ୍ତି। ଯେଉଁ ମହିଳାମାନେ ହସିଲା ବେଳେ
ଗାଲରେ ଗାତ ବା ଡିମ୍ପଲ ପଡ଼ିଯାଏ, ଯଦି 2ଟି ଗାଲରେ ଗାତ ପଡ଼ିଯାଏ, ତେବେ ଏଭଳି ନାରୀକୁ ଲମ୍ପଟି ଜାତୀୟ ନାରୀ କୁହାଯାଏ। ଯେଉଁ ନାରୀମାନେ କଣେ କଣେ ମୁରୁକି ମୁରୁକି ହସୁଥାନ୍ତି, ସେହି ନାରୀମାନେ ଅତ୍ୟନ୍ତ ପୁରୁଷ ବା ଅନ୍ୟ ପୁରୁଷ ପ୍ରତି ଆକୃଷ୍ଟ ହୋଇଥାନ୍ତି। ଯେଉଁ ନାରୀମାନେ କଥା କହିଲା ବେଳେ ଆଖି ବିଲେଇ ପରି ହୋଇଯାଏ, ସେହି ନାରୀମାନେ କର୍ମଠ ହୋଇଥାନ୍ତି। ସେମାନେ ଅଧିକ କାମ କରିବା ପାଇଁ ପସନ୍ଦ କରିଥାନ୍ତି, ବହୁତ କାମିକା ହୋଇଥାନ୍ତି। ଯେଉଁ ମହିଳାମାନେ ହସିଲା ବେଳେ ସେମାନଙ୍କର ଉପରି ଭାଗଟି ଦେଖାଯାଏ, ସେହି ନାରୀମାନେ ଚୋରଣୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ଗୋଇଠି ଅସମାନ ହୋଇଥାଏ, ସେମାନେ ପ୍ରାୟ ସମୟରେ ଦୁଃଖରେ ଦାରିଦ୍ର୍ୟର ସହିତ କାଳାତିପାତ କରିଥାନ୍ତି। ଯେଉଁ ମହିଳାମାନଙ୍କର ମୁଣ୍ଡ ବଡ଼ ହୋଇଥାଏ, ସେମାନେ ଖଳ ପ୍ରକୃତିର ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ମୁହଁ ଗୋଲାକାର ହୋଇଥାଏ, ଏହି ପ୍ରକାରର ନାରୀ ଅତ୍ୟନ୍ତ ସୁଲକ୍ଷଣୀ ନାରୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ମୁହଁ ସରୁ ଓ ଜିଆ ହୋଇଥିବ, ସେମାନେ ଭାରି ଜିଦଖୋର ପ୍ରକୃତିର ହୋଇଥାନ୍ତି। ସେହିଭଳି ଗୋଟିଏ ଲକ୍ଷ୍ମୀ ସ୍ୱରୂପା ନାରୀ ନିଜର ଅଳଙ୍କାର କାହାକୁ ଦିଏ ନାହିଁ। ଆପଣମାନେ ବ୍ୟବହାର କରୁଥିବା ଗୋଡ଼, ହାତ, ଆଙ୍ଗୁଳି ମୁଦି, ପାଉଁଜି କାହାକୁ ଦିଅନ୍ତୁ ନାହିଁ। ଏପରି କଲେ ଆପଣ ଲକ୍ଷ୍ମୀ ଛଡ଼ା ହୋଇଯିବେ ଓ ଯାହାକୁ ଦାନ କରୁଛନ୍ତି ସେ ସ୍ତ୍ରୀ ସମ୍ପନ୍ନା ହୋଇଯିବ। ସ୍ତ୍ରୀ ସମ୍ପନ୍ନା ହୋଇଯିବ। ଗୋଟିଏ କଥା ମନେ ରଖନ୍ତୁ, ଆପଣ ଯେତେ ବି ଦାରିଦ୍ର୍ୟତାର ସହିତ ଜୀବନ ଅତିବାହିତ କରୁଥିବେ ନା କାହିଁକି, ଆପଣ ସର୍ବଦା ଚେଷ୍ଟା କରିବେ ଆପଣଙ୍କ ଘରର ନାରୀ, ସେ ଆପଣଙ୍କର ମା ହୁଅନ୍ତୁ, ଭଉଣୀ ହୁଅନ୍ତୁ କିମ୍ବା ସ୍ତ୍ରୀ ହୁଅନ୍ତୁ, ଆପଣ ସଦାବେଳେ ତାଙ୍କୁ କିଛି ନା କିଛି ଆଭୂଷଣରେ ସଜେଇ ରଖିବା ପାଇଁ ଚେଷ୍ଟା କରିବେ। କାରଣ ନାରୀ ପାଖରେ ଆଭୂଷଣ ରହିବା ନିହାତି ଦରକାର। ବନ୍ଧୁଗଣ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ମୋ ଚ୍ୟାନେଲକୁ ଛୋଟିଆ ଲାଇକ୍ କରିଦେବେ। ଆବେଦନର ସହ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ। ରଖୁଛି, ନମସ୍କାର।